ଆଜି ଇଟା ଆମେ ପଲେଇ ଆଇଚୁଁ ଧାନ୍ ନେବାର୍ ଲାଗି ସବୁ ବସ୍ତାରେ ପ୍ୟାକିଂ କରିକି ଦେଖିଦିଅ ଏଇଟା ଆମର୍ କ୍ୟୁଟି ବୟ ଏଇଟା ବାପା ଘରେ ଧାନ୍ ବସ୍ତା ସବୁ ସିଲଉଛନ୍ ଏଇଟା ଧାନ ପ୍ୟାକିଂ ଚାଲିଛେ ଆଉ ଏଇଟା ଭାଇ ସେପଟେ ଅଛନ୍ ଆମେ ଇ ଅଟୋରେ ଆସିନୁ ଏବେକା ଆଉ ଧାନ୍ ମଳେଇ ସାରିଥିଲେନ ଧାନ୍ ମଳାବାରେ ଆସିଥିନୁ ଧାନ୍ ମଳେଇ ସାରିଲେନ ପିଲାମାନେ ବୋଲେ ଆମ୍କୁ ପ୍ୟାକିଂ କରିକିରି ନେବାକେ ପଡ଼ବା ବସ୍ତାରେ ସବୁ ଭରିକିରି ଅଧା ବସ୍ତାରେ ଭରା ହେଇଛେ ଆର୍ ଅଧା ଏଇଟା ସବୁ ଅଖା ବସ୍ତାରେ ଭରୁଛନ୍ ମା ଇଆଡ଼େ ଗୁଟେ ମୋର୍ ସୁନ୍ଦରୀ ବହେନ୍ ହେଟା ଅଛେ ଇଆଡ଼େ ବାପା ଘରେ ଅଛନ୍ ଭାଇର୍ ସାଙ୍ଗେ ଆସିନୁ ଆଜି ଧାନ୍ ଏଇଟା ମଳାବାର୍ ଲାଗି ଆସିଥିନୁ ବାକିରେ ଏମାନେ ମଳେଇଥିଲେନ ଲେବର୍ ମିଲଲେ ଯେ ଆମେ ରାତିରେ ଏଇଟା ପ୍ୟାକିଂ କରୁଛନ୍ ଧାନ୍ ଯେନ୍ଟା କି ବହୁତ୍ଟେ ଧାନ୍ ଥିଲା ଆମ୍କୁ ପ୍ୟାକିଂ କଲା ବେଲ୍କେ ବହୁତ୍ ଟିକେ ଅନ୍ଧାର୍ ହେଇଯାଇଥିଲାନ ଆମେ ପହଞ୍ଚିଲା ବେଲ୍କେ ଟିକେ ଲେଟ୍ ହେଇଗଲା ଯେତେ ଅନ୍ଧାର୍ ହେଇଗଲା ଯେ ନାଇଁ କହତ ପୁରା ବହୁତ୍ରେ ଅନ୍ଧାର୍ ହେଇଗଲା ଏଇଟା ମାନେ ଚୁଟି ମାନେ ଏନ୍ତା ଲାଷ୍ଟ୍ କେ ବାନ୍ଧିଲୁ ବସ୍ତା ମାନେ ଆଉ ସିଲେଇ ନାଇଁ ଜଲ୍ଦି ବାନ୍ଧିକି ଧରିକି ପଳାମା ଆଉ ଏଇଟା ତ ସେ ମୋର୍ ସୁନ୍ଦରୀ ବହନ୍ ଆଉ ମା ଘରେ ଇଆଡ଼େ ଧାନ୍ ବସ୍ତା ମାନେ ଭର୍ତୁଛନ୍ ମୁଇଁ ବି ମିଶିକିରି ପୁରା ସବୁ ଭରିଦେନୁ ଧାନ୍ ବସ୍ତାରେ ବାପା ଘରେ ବାନ୍ଧି ପକାଲେ ଆଉ ଭାଇ ସେପଟେ ଆସିଲେ ଭାଇ ସେପଟେ ବି ଅଛନ୍ ଦେଖିପାରୁଛୁ ଏଇଟା ଆମର୍ କ୍ୟୁଟି ବହନ୍ ଭିଡ଼ିଓ କରିଛେ ବୋଲି ଦେଖ୍ଲାକେ ଟିକେ ହସି ଦେଇକିରି ମୁଡ଼େ ଗାଳି ଦେଲା ଆଉ ଆଜି ତ ଆମ୍କୁ କହିଥିଲେ ସକାଳୁ ଆସ୍ବାର୍ ଲାଗି ବାକିରେ ଆମେ ଟିକେ ଆସି ନାଇଁ ପାର୍ନୁ ବୋଲେ ଆସ୍ଲା ବେଲ୍କେ ପିଲାମାନ୍କୁ ଡାକିକିରି ଏଇଟା ଧାନ୍ ମଳି ସାରିଥିଲେନ ଆଉ ଆମେ ତ ସମସ୍ତେ ଟିକେ ସିଙ୍ଗଡ଼ା ଖାଇଦେନୁ ଆର୍ ସେ ମତେ ବେଗା ସିଙ୍ଗଡ଼ା ଖାଇବ କାଁ ଭାଇ ବୋଲିକିରି ମତେ ଗୁଟେ ଫାଳେ ଏଇଟା ଦେଇଦେଲେ ସିଙ୍ଗଡ଼ା ଫାଳେ ମୁଇଁ ଖାଇଦେଲି ଏଇଟା ସବୁ ଧାନ୍ ପ୍ୟାକିଂ ଚାଲିଥିଲା ଖାଇସାରିନୁ ସମସ୍ତେ ଟିକେ ନାସ୍ତା କରିଦେନୁ ନାସ୍ତା କଲା ପରେ ଘର୍କେ ନେବାକେ ପଡ଼୍ଲା ସବୁ ଧାନ୍ ବସ୍ତା ଯେତେ ସବୁ ସେ ତ ବାବୁ ପୁରା ଖୁସ୍ ଧାନ୍ ଆଜି ମଳାନ ବୋଲି ପୁରା ବହୁତ୍ ଖୁସ୍ ହେଇଯାଉଥିଲା ଆଉ ତାର ଫଟୋ ଉଠାବାରେ ସେ ଟିକେ ବ୍ୟସ୍ତ ରହିଯାଇଥିଲା ଫଟୋ ଗୁଟେ ଉଠ ବୋଲି ଆଉ ଏଇଟା ଖାଇବା କାଁ ଆଉ ଖାଇଦେଲି ସିଙ୍ଗଡ଼ାକେ ତାର୍ ଏ ସିଙ୍ଗଡ଼ାଟା ଆମେ ଆନି ଦେଇଥିନୁ ସେ ଘର୍କେ ଆର୍ ଆମେ ନାଇଁ ଯେ ଏଇଟା ଡାଇରେକ୍ଟ ଆମେ କ୍ଷେତ୍କେ ପଲେଇ ଆସିଥିନୁ ଆର୍ କ୍ଷେତେ ଏଇଟା ଲାଷ୍ଟ୍କେ ତ ଯେତେ ଶୀତ୍ ହେଇଗଲା ଯେ ନାଇଁ କହତ ଧାନ୍ ନେଇ ଲାଷ୍ଟ୍କେ ରାତି ପୁରା 8ଟା 9ଟା ହେଇଗଲା ବୋଲେ ସେଥିଲାଗି ଆମେ ପଲେଇ ଆଇନୁ ନିଆଁ ଟିକେ ଲଗାନୁ ଆଉ ଏଇଟା ନିଆଁ ତାପୁଛୁ ମା ଘରେ ପୁଆଲ୍ ଜଳି ଦେଇଦେଲେ ସାଡ଼େ ସେ ମୋର୍ କ୍ୟୁଟି ବହନ୍ ସବୁ କାହିଁ ଲାଗି ବୋଲେ ପୁରା ରାତି ହେଇଯାଇଥିଲା ପୁରା ଅନ୍ଧାର୍ ହେଇଗଲା ଯେ ଲାଷ୍ଟ୍କେ ଆମେ ନିଆଁ ତପ୍ବାକେ ପଡ଼୍ଲା ଆମ୍କୁ ଏଇଟା ତ ମୁଇଁ ଭିଡ଼ିଓଟେ କରିଥିଲି ଏନ୍ତା ଭାଇ ବି ପଲେଇ ଆସିଲେ ସମସ୍ତେ ଏଇନେ ନିଆଁ ଟିକେ ତାପ୍ନୁ ଆରାମ୍ସେ ଯେନ୍ତା ଶୀତ୍ ହଉଥିଲା ଯେ ନାଇଁ କହତ ବାହାର୍ ଭିତ୍ରେ ଥିନୁ ବୋଲେ ଲାଷ୍ଟ୍କେ ଏଇଟା ଭିଡ଼ିଓଟେ ମୁଇଁ କରି ପକେଇଥିଲି ଆଉ ସେ କ୍ୟୁଟି ବହନ୍ ମତେ ଭିଡ଼ିଓ କରିଛନ୍ ବୋଲେ ହେଟା ଓଢ଼ନା ଦେଇ ପକାଲା ଆଉ ସେ ଭାଇମାନେ ବି ସାଡ଼େ ନିଆଁ ତାପୁଥିଲେ ସମସ୍ତେ ମତେ ଭିଡ଼ିଓ କରିଛନ୍ ବୋଲି ତ ଲାଜ୍ ହେଇକିରି ମୁହଁଟା ଖାପି ଦଉଥିଲା ଆମର୍ ଶ୍ରୀ ବହେନ୍ ନିଆଁ ଆମେ ଏନ୍ତା ତାପ୍ନୁ ଲାଷ୍ଟ୍କେ ଧାନ୍ ପୁରା ଏତ୍କିଟେ ହେଇଯାଇଥିଲା ପୁରା ବହୁତ୍ଟେ ପାଖାପାଖି 65-70 ବସ୍ତା ଯାକ ହେଇଗଲା ଆଉ ଧାନ୍ ଯେତେଟା ସବୁ ଧରି ଆନ୍ଲୁ ଘର୍କେ ଏଇଟା ଆନିକି ରଖିଦେଇଛୁ ଏନ୍ତା ସିଡ଼ି ସାଇଡ଼୍ରେ ଏଇଟା ରଖିଦେଇଛୁ ଧାନ୍ ସକାଳୁ ଉଠିକିରି ଘର୍କେ ବାହାର୍ଲା ବେଲ୍କେ ନାଇଁ କହତ ଯେନ୍ ଶୀତ ହଉଥିଲା ଶୀତେ ତ ଆମର୍ ଗାଡ଼ି ପୁରା ଷ୍ଟାର୍ଟ ନାଇଁ ହେଲା ଯେନ୍ତା ଅଟୋ ଗାଡ଼ିଥି ଆମେ ପଲେଇ ଆସିଥିନୁ ବୋଲେ ଅଟୋ ଟିକେ ଷ୍ଟାର୍ଟ ନାଇଁ ହେଇଗଲା କାକର୍ ପଡ଼ିକିରି ପୁରା ବହୁତ୍ ଥଣ୍ଡା ହେଇଯାଇଥିଲା ବୋଲେ ଘିଚ୍ଲେ ବି ଷ୍ଟାର୍ଟ ନାଇଁ ହଉଥିଲା ବୋଲେ ଲାଷ୍ଟ୍କେ ଆମେ ଟେଲ୍ହାବାକେ ପଡ଼୍ଲା ଟେଲ୍ହେଇ ଦେନୁ ଗାଡ଼ି ତଥାପି ଷ୍ଟାର୍ଟ ନାଇଁ ହେଲା ଲାଷ୍ଟ୍କେ ଭାଇ ପୁରା ଘିଚ୍ଲେ ପୁରା ବହୁତ୍ ଥର ଘିଚ୍ଲା ପରେ ଗାଡ଼ି ଷ୍ଟାର୍ଟ ହେଇଗଲା ଆଉ ଘର୍କେ ଆମେ ପଲେଇ ଆସ୍ନୁ।